ବାସ୍ତବ ତାଙ୍କ ଶାସ୍ତ୍ର ଓ ଆମେ ବହୁ ଉଣା ଅଧିକର ମଧ୍ୟରେ ଆମେ ଅଛୁ। ଆମେ ମଣିଷ, ଏହା ପରମେଶ୍ୱରଙ୍କ ବାକ୍ୟ। ବହୁ ତାରତମ୍ୟ ରହିଛି। ମଣିଷ ଏଇ ଜଗତର ଜ୍ଞାନକୁ ଆୟତ୍ତ କରିବାର ଆମର ସମ୍ଭବପର ନୁହେଁ। କେତେ ଦଶମ ଶ୍ରେଣୀ ଫେଲ, କେତେ +2 ଫେଲ, କେତେ ডিগ্রি কমপ্লিট করে জগতর বিদ্যার বি আমি অক্ষম। ଏହା ଜଗତର ବିଦ୍ୟାବିତ ମାନଙ୍କର ଅଧୀନ କଥା ଏ ନୁହେଁ। ଆମ ଜ୍ଞାନରେ ଆକୁ ଆୟତ୍ତ କରିବା କୁ ଜବରଦସ୍ତ ଯିବା ବିପର୍ଯ୍ୟୟ। ମାଡ଼ି ବସି ଜବରଦସ୍ତ ଆକୁ ବ୍ୟବହାର କରିବା ବିପର୍ଯ୍ୟୟ। जेणु पवित्र आत्मारे पूर्ण है। भाषा सिना कहले वाक्य भांगिबा पाई पुणी पवित्र आत्मारे पूर्ण हेबा पड़िला। प्रेरित 2:2-3 जिभास पूर्व आत्मा सेमानंक पर स्थगित होला। सेमाने अनर्गल भाषा कहले सहीटा मध्य जो भाषावादी माने थिले सेही भाषा रे पर भाषा कहले। एतिकी यथेष्ट नुह। 4 पर्वर 29-31 रे वाक्य भांगिबा पाए आउ थरे प्रार्थना कले तुमर शक्ति दियो बोली। बुझ पाछंती कि सेटा गोटे स्वतंत्र विषय। से माने प्रार्थना कले आओ कहले परमेश्वर को तुम वाक्य साहस प्रचार करबा पई शक्ति प्रदान कर। वाक्य को जबा स्वतंत्र शक्ति स्वतंत्र ज्ञान निहाती दरकार। कहबा पाई केवल नुह बुझा पाई। प्राय में गोलमालिया रे परमेश्वर वाक्य को नहीं जाऊँ जमती मिसवा कथा नहीं सेमती मिसेबा को चेष्टा कर। जबरदस्त बाइबल गोटे सब्जेक्ट को मो पाई जबरदस्त जबरदस्त सब्जेक्ट गोटे मिलूँ बाइबल ताकू जबरदस्त बोले सरल हम बोधे केमती अवस्था याड़ सियाड़ वाक्य को प्रचार करदेबा यार गोटे जबरदस्त पाई न थाई पाइला परे भावभंगी करवा हूँ जबरदस्त। एवं केते प्रकार जबरदस्त मो शास्त्रीय करी आज ताकू बलात्कार बोली मध्य कह जाए। प्रिय भाई बने परमेश्वर वाक्य आपणकर नुहे मोर नुहे। पाउल कहले परमेश्वर वाक्य कौन तुम ठार उद्भावन यह सत्य भावपूर्ण। कहीं मुझे कथा एणिकी प्रकृत भाव व्यवहार जदि मोर प्रचारित वाक्य को आपण मानक मध्य जो मैंने भावुक मो सांगे शिक्षा पर आलोचना करते मत बुद्धि पड़ी था
ଆଲୋଚନା ହଉନି। ସଭାପତି ମହାଶୟ ଗୋଟେ ବଢିଆ ବାକ୍ୟ ଶୁଣିକି ତାର କାମ ସେ କରିବ, କିନ୍ତୁ ମୁଁ ଏଥିରେ ଏକମତ ନୁହଁ। ବଢିଆ ବାକ୍ୟ ହେଲା, ଅମୁକ ସମୁକ ହେଲା, ମୁଁ ଏକମତ ନୁହଁ। ଯଦି ତା ଉପରେ ଆଲୋଚନା କରିଥାନ୍ତେ ଭାବୁକ ଚିନ୍ତାଶୀଳ ଲୋକମାନେ, ମତେ ଚେତା ଟିକେ ମୁଁ ବି ସେଥିରେ ଭାଗ ନେଇ ଥାନ୍ତି। ସେଟା କେମିତି ହେବ, ଏଟା କେମିତି? ପ୍ରିୟ ପ୍ରଭୁଙ୍କର ସଦାଶିବାନେ, 7ଟା ମଣ୍ଡଳୀକୁ ପାଉଲ ଚିଠି ଲେଖିଲେ ଏଇଠି ଯାହା ଅଛି, କିନ୍ତୁ ଗୋଟିଏ ମଣ୍ଡଳୀକୁ କହିଲେ ମୁଁ ତୁମକୁ ସତୀ କନ୍ୟା ରୂପେ ବାଗ୍ଦାନ କରିଛି। ଆଉ ଅନ୍ୟ ମଣ୍ଡଳୀକୁ ଏ ଶବ୍ଦ ଲିଙ୍କ ଅଛି କି ନା? ଯଦି ଲିଙ୍କ ଅଛି ବୋଲି ପ୍ରମାଣ ଦେବେ ଭଲ କଥା, ଯଦି ନାହିଁ ଅନ୍ୟ ମଣ୍ଡଳୀକୁ କାହିଁକି ଏ କଥା ନ କହି କରିନ୍ଥୀୟ ମଣ୍ଡଳୀକୁ କହିଲେ କାହିଁକି? ପ୍ରିୟ ଭାଇ ଭଉଣୀ, ଆପଣ ସଂକଳ୍ପିତ ବିଶ୍ୱମଣ୍ଡଳୀର କଥା ଭାବିବାକୁ, এই ମଣ୍ଡଳୀରେ এই ଆକ୍ଷରିକ ରୋମିଓ କରନ୍ଥୀୟ ଭଳିଆ ଯେତେ ମଣ୍ଡଳୀ ପୁଟାସି ଆଉ ଅନ୍ୟାନ୍ୟ ଗାଁ ମଣ୍ଡଳୀରେ ଦୁଷ୍ଟ ସନ୍ଥ ସମସ୍ତେ ଅଛନ୍ତି। ମିଳିମିଶି ବିଶ୍ୱାସୀ ଅବିଶ୍ୱାସୀ, କୂଟ କାପଟ୍ୟ, ପ୍ରତିଶୋଧ ସବୁ ଚାଲିଛି ଅନବରତ। ତଥାପି ମଣ୍ଡଳୀ ବୋଲି ଗର୍ବ କରୁଛି। ଏହା ଭଲ ଭାବରେ ପଏଣ୍ଟରେ ଥାଉ। କୌଣସି କଳଙ୍କ ନଥାଏ, ପରମେଶ୍ୱରଙ୍କ ବାକ୍ୟରେ ଧୌତ ନିଷ୍କଳଙ୍କ ଅନିନ୍ଦନୀୟ ମଣ୍ଡଳୀ ଯିବ। ତେଣୁ ଆଜି ମୋର କହିବାର କଥା ହଉଛି, ମତେ ଦିଆଯାଇଛି ଯୋଉ ଅଂଶ, ତା ହଉଛି ଲେପି 25 ପର୍ବ 11-12। ପଢନ୍ତୁ 11-12ରେ କଣ ଅଛି? ବୁଣିବାକୁ ଆପେ ବଢିବା ଗଛର ଫଳ ନେବାକୁ ହବ। ଯୋଉ এই ପଦ୍ଧତି ଆସିଲା କି? ପ୍ରିୟ ଭାଇ ଭଉଣୀ, ଏବେ ମୁକ୍ତି ଘୋଷଣା କରିବେ, କି 2ଟା କି 3ଟା କି 4ଟା ହେଲେ ମତେ ମୁକ୍ତି ଘୋଷଣା ହେବ। ମୁଁ କହିଲି ହେଉ, ତମେ ହିଁ ସେ ହିସାବ ଦବ। ଦେବେ, ମଣ୍ଡଳୀ ହିସାବ ଦେବେ। ମୋର କିଛି ଆଉ ମୁଣ୍ଡ ଖରାପ କରିବା ଦରକାର ନାହିଁ। ଶାସ୍ତ୍ର ହିସାବରେ ପ୍ରମାଣ ନାହିଁ। ଶାସ୍ତ୍ର ହିସାବରେ 50 ବର୍ଷର ପ୍ରମାଣ। ଆପଣ ଯେବେ ଋଣ ଦେଇଛନ୍ତି ତାହା ଛାଡ଼ିଦେବାର ଅଛି। କିଏ କହିଲା ପାରା ଛାଡ଼ିବାକୁ? କୋଉଠି ଲେଖା ଅଛି? ମଣ୍ଡଳୀ ବିରୁଦ୍ଧରେ, ପରମେଶ୍ୱରଙ୍କ ବିରୁଦ୍ଧରେ କରିବା ପାପକୁ ମେଜରିଟି ହିସାବରେ ଆପଣ କ୍ଷମା ଦଉଛନ୍ତି, ଦିଅନ୍ତୁ, ପ୍ରଭୁ ବିଚାର କରିବେ। ଶାସ୍ତ୍ରୀୟ ନୁହେଁ। କ୍ଷମା ଦିଆ ନିଆ ସବୁବେଳେ ପାଇଁ ଚାଲି ରହିବ। କାଲିକି ବଦଳେଇବ। ଏଲି କହିଲେ ତାଙ୍କ ପିଲାମାନଙ୍କୁ, ମଣିଷ ଯେବେ ମଣିଷ ବିରୁଦ୍ଧରେ ପାପ କରେ କଣ ହବ? କ୍ଷମା ଦିଆଯିବ। ମଣିଷ ଯେବେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରେ ତାର ପାଇଁ କିଏ ପ୍ରାର୍ଥନା? ଆପଣ କିଏ? କଣ ସାଜିଛନ୍ତି? ଆପଣ ପଣ୍ଡିତ ସାଜିଛନ୍ତି ନା
कौन से बुणा कोटा कौन तर आदाय सब चल थाओ केवल क्षमा न पाइबा लोक क्षमा दे कोठी अच्छी प्रमाण देखेबे कि मते छुपेल कौन प्रिय भाई बड़े आमे क्षमा पाइबा निहाती दरकार जदि चाकर रखिज चाकर को छाड़ दियो এটা হচ্ছে জবেল পালন কোঠু আসিছে কোঠু আসিলা কোঠু শিখিলে আপন যেও এই ଯୋଉ କଥା ଲେଖା ଅଛି ତା ଭିତରୁ ମୋର ଆଖିକୁ ପଡ଼ିଲା କଣ ତମେ ଫଳ ଛାଡ଼ିବ ନାହିଁ କିନ୍ତୁ ଖାଇବ ଦି ପ୍ରକାର କଥା ମା ଟିକେ ଆଉ ଥରେ ପଢ଼ ତ ଗୋଟେ ଫଳ ତମେ ଛୁଇଁବ ନାହିଁ ଆଉ ଗୋଟେ ପ୍ରକାର ଶସ୍ୟ ଖାଇବ ସେହି 50ତମ ବର୍ଷ ବ୍ୟାପୀ ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ ତୁମ୍ଭେମାନେ ବୁଣିବ ନାହିଁ କିମ୍ବା ଯେଉଁ ଶସ୍ୟ ଆପେ ବଢ଼େ ତାହା କାଟିବ ନାହିଁ ସେ ଶସ୍ୟକୁ ଛାଡ଼ି ଦେବାକୁ ପଡ଼ିବ এই আদায়କୁ ଛାଡ଼ି ଦେବାକୁ ପଡ଼ିବ ଆହୁରି ଅଛି କିନ୍ତୁ ଆହୁରି ଛାଡ଼ିବା ନ ଛାଡ଼ିବା କଥା ତଳେ ଲେଖା ହେଇଛି ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ କାରଣ ତାହା ଯୋବେଲଟେ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇପାରିବ ଖାଇବ ନାହିଁ କହିବି ଶୁଣ ଦୁଇ ପ୍ରକାର କଥା ଲେଖା ହେଉଛି ବୋଲି ଆପଣ ମାନେ ଖ୍ୟାଲ କରିପାରିଲେ ତ ତା ମନକୁ ମନ ଆପଣଙ୍କ ବାଡ଼ିରେ ବାହାରି ପଡ଼ିଲା ଗଛ ଜୋବେଲ ସମୟରେ ତାକୁ ଛୁଇଁବାକୁ ହବନି କିନ୍ତୁ ସେ ଶସ୍ୟ ଛାଡ଼ିବାକୁ ହବନି ମାତ୍ର ତଳେ ଆଉ ଖାଇବାକୁ ହବନି କଣ ଭାବୁଛନ୍ତି ପ୍ରିୟ ଭାଇ ଭଉଣୀମାନେ ଜୋବେଲ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୁକ୍ତି ଘୋଷଣାର କାର୍ଯ୍ୟ ହଜାର ହଜାର ବର୍ଷ ପୂର୍ବରୁ ହେଇଯାଇଛି ଆମେ ସ୍ମରଣ କରି ପ୍ରଭୁଙ୍କୁ ଗୌରବ ଦେବା ପାଇଁ କରୁଛୁ କିଛି ଖରାପ ଉତ୍ସବ ପର୍ବ ଦୁଇ ପ୍ରକାର ପାତ୍ରାନ୍ତର ପର୍ବ ନିର୍ଦ୍ଦିଷ୍ଟ ସମୟରେ କରିବା ଦରକାର ଉତ୍ସବ ଅନିର୍ଦ୍ଦିଷ୍ଟ ସମୟରେ କରିବା ଦରକାର କାହାର 8 ଦିନ କାହାର 21 ଦିନ କି ଏବେ 2 ମାସିଆ କି 50 ଦିନ ଉତ୍ସବ ହିସାବରେ ତାହା ଯିବ କିନ୍ତୁ ପର୍ବ ହିସାବରେ ନିର୍ଦ୍ଦିଷ୍ଟ ସମୟରେ ମୁଁ ଆଜି ଆପଣଙ୍କୁ এই ବିଷୟକୁ ଏହା ଭାଙ୍ଗିବା ପାଇଁ କହୁଛି ଜୋବେଲ ଆମର ରାଜା ମାନଙ୍କର ରାଜା କରି ସାରିଛନ୍ତି ପ୍ରିୟ ଭାଇ ଭଉଣୀମାନେ ମୁକ୍ତି ଘୋଷଣା କରି ସାରିଛନ୍ତି କିନ୍ତୁ ପ୍ରଭୁଙ୍କ ମୁକ୍ତିରେ ପ୍ରଭୁଙ୍କ କ୍ଷମାରେ ବାଇବଲରେ ଟିକେ ରହସ୍ୟ ଅଛି କଣ ରହସ୍ୟ ଅଛି ଓରାଲି କହିବି ପ୍ରଭୁ କ୍ଷମା କରନ୍ତି ସବୁ କ୍ଷମା କରନ୍ତି ପ୍ରଭୁ ଅଳ୍ପ ବି କ୍ଷମା କରନ୍ତି ସବୁ କରନ୍ତି ସମସ୍ତ ପାପ ଅଧର୍ମ କ୍ଷମା କାରି ଆଉ ପାପିନୀ ସ୍ତ୍ରୀଙ୍କ ବିଷୟରେ କହିଲେ যে অল্প প্রেম করে তাকে অল্প ক্ষমা দিয়া যায় ক্ষমা উপরে কেবে চিন্তা করছেন ଆଉ ଗୋଟେ ରହସ୍ୟ ଅଛି କ୍ଷମା କରିବେ ନାହିଁ କ୍ଷମା କରିବେ ସବୁ କରିବେ କିଛି କରିବେ ଆଉ ଅଳ୍ପ କରିବେ ଏ ତ ଲୁକ 7ର 46-47 ପଦ ମାନଙ୍କରେ ଲେଖା ଅଛି ତାହା ଆମର ଆଲୋଚନାର ବିଷୟ ନୁହଁ ସବୁ କ୍ଷମାରେ
ଅଛୁ ନା ଭାଇ ଭଉଣୀ ମାନେ ନା ଅଳ୍ପ କ୍ଷମାର ଅଛ? ଭଲ ଭାବରେ ଏତେ ହାଲକାରେ ଜବରଦସ୍ତ ମାଡ଼ି ବସି ଏ ରାସ୍ତାରେ ଯିବାକୁ ହବନି, ନହେଲେ ସମର୍ପଣ ସାରେଣ୍ଡର ହେବାର ଅଛି। ସବୁ କ୍ଷମା ହେଇଛି ନା ହେଇନି? ଯେବେ ସବୁ ପାପ କ୍ଷମା ହେଇନାହିଁ ହେଲା ପରେ ଅଳ୍ପ ପାପ ଯଦି କ୍ଷମା ହେଇଛି, ସବୁ କ୍ଷମା ହେଲା ପରେ ଯଦି ଡ୍ରାମା କରୁଛ ଭାବି ନେଇଛ ବିପଦ ଆଗକୁ ସକ୍ସେସ୍ ହେଇପାରିବ ନାହିଁ। ସ୍ପିରିଚୁଆଲ ଲାଇଫ୍ ଧରା ପଡ଼ିବାଟା ପଡ଼ିବ ହିଁ। ତେଣୁ ଜୋଏଲ ହେଉଛି ମହୋଲ୍ଲାସ ଆସିବ କୋଉଠି? ପ୍ରିୟ ଭାଇ ଭଉଣୀ ମାନେ, ମହା ଉଲ୍ଲାସ କୋଉଠି ଆସିବ? ଟିକେ ଗୀତ ସଂହିତା 14:7। ଜୟ ପ୍ରଭୁ। ଆହା, ସିଓନ ଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେଉ। ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣିଲେ ଯାକୁବ ଉଲ୍ଲାସ କରିବ। ଯେତେବେଳେ ଜେଲରୁ ଯେତେବେଳେ ପ୍ରଭୁ ବାହାର କରୁଛନ୍ତି, ସେତେବେଳେ ପ୍ରିୟ ଭାଇ ଭଉଣୀ ମାନେ ପାପ ସମ୍ପୂର୍ଣ୍ଣ କ୍ଷମା ଆଉ ପରିତ୍ରାଣ ଖ୍ରୀଷ୍ଟିଆନ ବିଶ୍ୱାସୀ ମାନଙ୍କୁ ଆଉ କେତେକ ଲିଡର ମାନଙ୍କୁ ପଚାରିଲେ ଉତ୍ତର ନଥିବ। ପରିତ୍ରାଣ ସମ୍ବନ୍ଧରେ ଉତ୍ତର ନଥିବ। ଜିହୁଦା ପତ୍ରରେ ଲେଖିଲେ ସାଧାରଣ ପରିତ୍ରାଣ ସମ୍ବନ୍ଧରେ ମୁଁ ଲେଖୁଛି। ସାଧାରଣ ପରିତ୍ରାଣ କଣ? ଏପ୍ରିଲ ମାନଙ୍କ ନିକଟକୁ ଲେଖିଲେ ମହାପରିତ୍ରାଣ କଣ? ତା ଭିତରେ ପାତ୍ର ଅନ୍ତର। ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଲୋକ ଭାଲେ ଯୋଉମାନେ ଧରି ନେଇଛନ୍ତି, এই ପାତ୍ର ଅନ୍ତର କଣ? ମହାପରିତ୍ରାଣ ଓ ସାଧାରଣ ପରିତ୍ରାଣ। ପୁଣି ଲେଖା ଅଛି, ଏ ତ ଏପ୍ରିଲ 2:3 ମହାପରିତ୍ରାଣ ସାଧାରଣ ପରିତ୍ରାଣ ଜିହୁଦା 1:3 ନା। ମୋର ଅନେକ କଥା ଅଛି, ପଢିଲେ ସମୟ ଚାଲିଯିବ। ପ୍ରିୟ ବନ୍ଧୁମାନେ, ପ୍ରଥମ ପିତର 1:5 ପଢିବାକୁ କହୁନି ମୁଁ। ପରିତ୍ରାଣ ପାଇଅଛ ନ ପାଇଅଛ ପାଉଅଛ, ତାର ମାନେ କଣ? ଷ୍ଟଡି କରନ୍ତୁ କେବେ। ଆଉ ମାଥ୍ୟୁ 24:12-14 যে শেষ পর্যন্ত ধৈর্য রহিব সে পরিত্রাণ। এটি তো পাইছু, অল্প পরিত্রাণ পাইবে। রেডি হন্তু। ইয়া উপরে জবরদস্ত নির্লজ্জ ভাবে মারি বসি পরিত্রাণর প্রচার କରିବାକୁ ହବନି। ବହୁତ ଭୁଲ, ବହୁତ ବିପଦ ପ୍ରିୟ ଭାଇ ଭଉଣୀ। ତେଣୁ ଯେଉଁଠି ପରିତ୍ରାଣ, ଯେଉଁଠି ମୁକ୍ତି, ସେଇଠି ଉଲ୍ଲାସ। ଯଦି କୌଣସି କଏଦୀକୁ 3 ମାସ ପରେ ତୁ ଆଉ ଥରେ ଭିତରକୁ ଆସିବୁ, ସେ କଣ ମୁକ୍ତି? ମୁଁ ଆଜି କହିବି, এই ଜୁବେଲରେ, ମୁକ୍ତି ପ୍ରାପ୍ତ ଜୁବେଲରେ ଦିଟା ରହିବା ଦରକାର। ଛାଡ଼ିବା ନାହିଁ ଆଉ ଝାଡ଼ିବା। ଶସ୍ୟ ଝାଡ଼ିବା ନାହିଁ, ଅଶସ୍ୟ ଝାଡ଼ିବା। ଦିଟା ଥିବା ଅଛି। ଭଲ ଭାବରେ ସ୍ଥାନୀୟ ମଣ୍ଡଳୀ ଓ ଶ୍ରୋତା ବନ୍ଧୁ ଭାଇ ଭଉଣୀ ମାନେ ଭଲ ଭାବରେ ଥାଉ। ଖ୍ରୀଷ୍ଟିଆନ ଜୀବନର ଆଧ୍ୟାତ୍ମିକ ଆଉ କ୍ଷେତ୍ରରେ ଏ ଯୋଡ଼ିଏ ରହିବା ନିହାତି ଦରକାର। କେମିତି ଯୋଡ଼ିଏ ରହିବା ଦରକାର? ପରନ୍ତୁ ମାଥ୍ୟୁ 6:19 କରେ, କୀଟ କରନ୍ତ ଯୋଉଠାରେ କ୍ଷୟ କରେ, ଚୋର ମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ
को बाग देखाइबे मते आपण ए पद ऊपर रास्ता नाय बोले कहतु ना अच्छे कहबी मु आपण या बारे न जगत रे आध्यात्मिक जोबेल रे समस्त में जोबेल रछु मोहल्ला मुक्ति घोषणा रो जोबेल रछु ग्रहण करि परिबा ग्रहण करिबा नाही ए दुईटा रहिबा दरकार जे पृथ्वी रे धन संचय कर नाही के मानुछ पारिबार अछि तले मात्र जेउठारे कीट ओ कलंक क्षय न करे एवं चोर माने सिद्धि काटी चोरी न करती एपरि स्वर्ग रे आपण आपण निमंते धन संचय कर छेड़ू भाई एवं भई माने स्वर्ग रे धन संचय करो किंतु पृथ्वी रे टिके टिके करो आज्ञा आमे जबरदस्त पेला पेला ठेला ही जाऊँ आमे भुसुड़ी पड़ब सबू करो नहीं जोबेल रे छाड़ो नहीं जोबेल रे प्रिय भाई बड़ माने खाइबो नहीं खाओ भल भाव दिमाग खर्च करी आपको चिंता करी निष्पत्ति आसो ये समुद्र रे भीतर डेइला परे डेइ पड़ू खाइबा को थाउ न थाउ पैसा बेले थाउ न थाउ डेइ पड़ू भीतर थरे डेइ नथिले अनुमति मागिले द्वितीय थर किंतु डेइ पड़ले भाई भण माने परमेश्वरंकर दास दासी माने जेबे आमे तांगर दास हेबाकु चाऊ समुद्र रे मते किछि दरकार नै प्रभु पूछे से कहिबी मापन को अल्प पढ़ंदु अब्राहमंकर लाइफ रे आदम हवांकर लाइफ रे तमे समस्त वृक्षर फल स्वच्छंद रे खाइबो किंतु आउ खाइबो दीटा लाइफ रे न थिले आपण क्रिश्चियन नाही मो क्रिश्चियन नाही ए दीटा थिबार छी खाइ पारो किंतु गोटे खाइबो ना जगत रे परमेश्वर अंग लोक माने एई दुईटा मध्य रे अछंती की रहिबार जो दरकार अब्राहम कथा कहि आज्ञा आउ तो मन पड़ुथबो आपन को भी से जोटा मना कर जाइथिला मना पड़ बोली कहछ तार शब्द रे लिखाई छी सद आउ दीटा जिंस जोठी थिबो गोटे ठारे बड़ विपद जो मनीष ठारे जगत स्वर्ग थिबो मिशित रहिबे नै दि जण रखुची जिए विपद प्रिय भाई बहन माने अब्राहम कर कथा सुनंदो से नेले आउ नै नंदी केते बेले कोउटा आपण ग्रहण करबा को पड़िबो कोउटा ग्रहण करबा को पड़िबो नाही ए डिसाइड प्रभुंग प्रेरणा रे चली थाउ बहुत जगह ओडिसा रो गोटे जिल्ला रे कहले आपनकर केते खर्च होय गाडी रे आछन्ते आपण केते चाहुचंती मु केबे कोठी चाहू नाही बोली कहले आपण जहा देबे गोटे ना मोर कथा प्रचार करी मु समय नष्ट करबी
Praise the Lord. ଭାଇ ଭଉଣୀମାନେ ଅବ୍ରାହମର ଜୀବନରେ ତାଙ୍କର ଜୋବେଲର ଏଇ ଆମର ପ୍ରସଙ୍ଗର 11-12 ଦେଖନ୍ତୁ 12 पर ବାଦି ପୁସ୍ତକ 20 ତୁ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ ଆଉ ସେମାନେ ସର୍ବସ୍ୱ ସହିତ ତାଙ୍କୁ ଓ ତାଙ୍କ ଭାର୍ଯ୍ୟାଙ୍କୁ ବିଦାୟ କଲେ। ଅବ୍ରାହମଙ୍କୁ ସବୁ ସୁନା ଟଙ୍କା ହୀରା ନୀଳା ଗୋରୁ ଗାଈ ଛେଳି ମେଢା ହେଇଥିବ ଅନିର୍ଦ୍ଦିଷ୍ଟ କଥା ତ 20:14 ସେତେବେଳେ ଅବିମେଲେକ ମେଷୋକରୁ ଓ ଦାସଦାସୀ ଅଣାଇ ଅବ୍ରାହମଙ୍କୁ ଦେଲେ ଓ ତାଙ୍କର ଭାର୍ଯ୍ୟା ସାରାକୁ ମଧ୍ୟ ଫେରାଇ ଦେଲେ। ଏ ଧନ ସମ୍ପତ୍ତି ଗ୍ରହଣ କଲେ ଅବ୍ରାହମ କିନ୍ତୁ ପରନ୍ତୁ 14:23 ମୁଁ ତୁମ୍ଭର କିଛି ନେବି ନାହିଁ, ଖଣ୍ଡିଏ ସୂତା କି ଜୋତାର ବଦଳି ହିଁ ନେବି ନାହିଁ, ପଛେ ଅବା ତୁମ୍ଭେ କହିବ ଆମେ ଅବ୍ରାହମକୁ ଧନବାନ କରିଅଛୁ। ଯେଣୁ ଜୋବେଲ ଖ୍ରୀଷ୍ଟିଆନ କୋଉଟା ଗ୍ରହଣ କରିବ ଆଉ କୋଉଟା ଗ୍ରହଣ କରିବ ନାହିଁ এটা ଦୃଢ ଭାବରେ ନିଷ୍ପତ୍ତି ନେଉ। ପ୍ରଭୁଙ୍କ ନାମରେ ଜୟ ହେଉ। ସେ ଗ୍ରହଣ କଲେ ଆଉ କରି ନାହାନ୍ତି। ମୁଁ ଆକୁ ବିସ୍ତୃତ କରିବି ମାତ୍ର ଆପଣ ବୁଝିପାରିବା ଲୋକମାନେ ଅଛନ୍ତି ବୋଲି ମୁଁ ଅଧିକା ୟା ଉପରେ ବ୍ୟାଖ୍ୟା କରିବାକୁ ଚାହୁଁନି। କରିବାର ଅଛି ଆଉ କରିବାକୁ ନାହିଁ ଥିବାକୁ ପଡ଼ିବ। ଆପଣଙ୍କର ଦୈନନ୍ଦିନ ଜୀବନରେ ଧନ ସମ୍ପତ୍ତି ଉପରେ ମାନ ମର୍ଯ୍ୟାଦା ଉପରେ ଗ୍ରହଣ ଅଗ୍ରହଣ ଥାଉ। ଆଉ ଟିକେ ସୁନ୍ଦର 2 Corinthians 2:4-5 ଜୟ ପ୍ରଭୁ। ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେଇର ନିବାସୀ ତୁମ୍ଭମାନଙ୍କ ଭାତୃଗଣର ଅର୍ଥାତ୍ ଏସବୁ ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ, ତହିଁରେ ସେମାନେ ତୁମ୍ଭମାନଙ୍କ ଠାରୁ ଭୀତ ହେବେ। ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ, ସେମାନଙ୍କ ସହିତ ବିରୋଧ କର ନାହିଁ, କାରଣ ଆମେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶର କିଛି ଦେବା ନାହିଁ, ଏକ ପାଦ ପରିମିତ ଭୂମି ଦେବା ନାହିଁ, ଯେହେତୁ ଆମେ ଏସବୁ ଅଧିକାରାର୍ଥେ ସେଇର Thank you. ପ୍ରଭୁ ଲୁଟ ସମ୍ପତ୍ତି ମଧ୍ୟ ପ୍ରଭୁ ତାଙ୍କ ଦାସମାନଙ୍କୁ ପ୍ରାନ୍ତରରେ ଦେଇଛନ୍ତି। ମାତ୍ର ଏଠି କହିଲେ ଆମେ ଏଇ ଧନ ତୁମକୁ ଦେବା ନାହିଁ। କୋଉଟା ଆପଣଙ୍କର ପ୍ରାପ୍ୟ କୋଉଟା ପ୍ରାପ୍ୟ ନୁହଁ ପ୍ରଭୁଙ୍କ ଲୋକ ଏହା ଯଦି ବାଛି ପାରିବ ନା ଦିନେ ନା ଦିନ ଗଳାରେ ହାଡ଼ ଲାଗିବ ପାକା ଲାଗିବ ବିପଦରେ ପଡ଼ିବ ତାର ଈଶ୍ୱରତ୍ୱ ସବୁ ପଳେଇବ। ଭାଇ ଭଉଣୀମାନେ ଏଟା ଭୟଙ୍କର କଥା ମୋ ପାଇଁ ଆପଣଙ୍କ ପାଇଁ। ତେଣୁ ଛାଡ଼ିବ ନାହିଁ। ଜୋବେଲରେ ପରମେଶ୍ୱରଙ୍କ ଲୋକମାନଙ୍କର ଆଧ୍ୟାତ୍ମିକ ଜୀବନରେ ଏ ଦୁଇଟା ମୋ ଜୀବନରେ ଆପଣଙ୍କ ଜୀବନରେ ଅଛି ନା ନାହିଁ? ଯଦି ନାହିଁ ବିପଦ ଅଛି ରହିବା ଦରକାର। କାରଣ ବହୁତ ସମ୍ପତ୍ତି ନେଇକି ଯାଇଥିଲେ ଇଲିଶାଙ୍କ ପାଖକୁ। ଜଲ୍ଦି ଦେଖନ୍ତୁ 2 ରାଜବଳୀ 5:16 ମାତ୍ର ସେ କହିଲେ ମୁଁ ଯେଉଁ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଉଅଛି ସେ ଜୀବିତ ଥିବା ପ୍ରମାଣେ ମୁଁ କିଛି ଗ୍ରହଣ କରିବି ନାହିଁ। ତହୁ ସେ ତାହା ଗ୍ରହଣ କରିବା ପାଇଁ ତାଙ୍କୁ ବହୁତ ପ୍ରବର୍ତ୍ତାଇଲା, ମାତ୍ର ସେ ନାସ୍ତି କଲେ। এটা ଥାଉ ମୋହମାୟା ଜଗତର ସମ୍ପଦ ପ୍ରିୟ ଜୋବେଲ ଭାଇ ଭଉଣୀ ମାନେ ବିଶ୍ୱାସୀ ମାନେ ଏହା ମୁଁ ସ୍ୱତନ୍ତ୍ର ପଥର କଥା କହୁଛି, ବାଟର କଥା କହୁଛି। ସର୍ବସାଧାରଣ ବାଟରେ କିଏ ପ୍ରଚାର କରିପାରିବେ ନାହିଁ। ମୁଁ ଆଜି କହିବି ମୋର नील बैलेंस प्रेज द लॉर्ड बोलते हो नील बैलेंस तथापि चालो चालो प्रभु पथे तुमर घेरहिया
ପଦ ବହୁ ଜଞ୍ଜାଳ ଓ ହେ ପ୍ରଭୁ बैलेंस बताओ छाती रे मारी चलिए आगको बैलेंस बताओ चलिए आपण जेणु परमेश्वर आमर धन परमेश्वर आमर संपत्ति जेणु परमेश्वर के रूपा आमर सुना आमर सब तांगर प्रिय भाई भौणी माने से परमेश्वर कहले मो सांग गोटे पाद भूमि मध्य आमे तुमको देव अल्प दिन भितर जड़े आदिवासी लोक कहले मो जमी और पहाड़ गोटे अच्छी मुझे को देदेवी आपण किंतु घर करके सेठी रही मु स्थान छाड़ा मझे हलचल थी मानसिक भाव देखा गली आज्ञा क्षमा करेंगे जगह देखा गली देखी आसला मो आदेश किसी मिलला ना ताकू कहली आज्ञा मुझे जापरि से घर कर रही पारि मो नहीं निष्पत्ति बेले बेले मो ठारे थाओ आपण गोटारे थाओ बेले बेले ग्रहण करिवे बेले बेले मना करिवे दानिएल को कहले आमे तुमको हमको देबू समको देबू अर्थ कहले आओ एहा करिबू साहा करिबू परंतु नाही दानिएल 5:16-17 दानिएल कहले तुमरो पुरस्कार तुमटारे थाओ अन्य को दिया जाओ मु मात्र अर्थ प्रभु पिला माने डेई पड़वा दरकार समुद्र रे गोपो किना डेई पड़वा दरकार एई समुद्र रे जेणु डेई पड़वा लोकों को कहबी जण को एप्रिल 11/24 जय प्रभु विश्वास द्वारा मूसा बयस प्राप्त हेलाउतारे फारोकर कन्या पुत्र बोली ख्यात हेबाकु नास्ति कले पापर क्षणिक सुखभोग अपेक्षा ईश्वर लोकमानक सहित बरं दुख भोग करने को से पसंद कले 26 पुणी मिसरर समस्त धन अपेक्षा कृष्णक नितार सहभागी हेबा श्रेष्ठतर धन बोली मने कले जेणु कोटा धन प्रिय भाई भौणी माने ताड़ना लांछन बाधा विघ्न होची धन मिसरर राज दरबार धन मो सांग भाई दरकार नहीं मात्र दरकार मो सांग भाई कौन मिसरर लोक माने व्यक्तिगत भाव में जेते देले सेते आज्ञा नेले सुना वस्त्र जहाँ मागिले ताहा नेले कारण अब्राहम को परमेश्वर कहते तुमर वंश 400 वर्ष पर्यंत दासत्व थे बाहरला बेलू किंतु प्रचुर संपत्ति धरे एटा ग्रहण योग्य किंतु मूसा कहले इदमर लोक मान को मूसा परमेश्वर तुम एठुर किछ ने बना हम जो बाटे देबा से बाटे आपन के प्रभु जो रास्ता देबा कथा से रास्ता देब किंतु आ गोटे सफा कथा कहबी निष्पत्ति आह्वान आपण जदि धन संपत्ति प्राचुर्य रही प्रभु सेवा करने प्रभु डाकी आपण बैलेंस रहा निहाती समस्त जबरदस्त किंतु सतर्क भाई भाई मैंने जोबेलर अन्यतम आध्यात्मिक रहस्य प्रथम करंती 7:29-31 किंतु हे भाई माने लोक नथिबा लोक समस्त थियागी आह्वान प्राप्त लोक मान धन संपत्ति आह्वान प्राप्त लोक मान शुणु किंतु हे भाई माने मो कथार भाव एही समय अत्यल्प बहुत कम समय एनु जेउ मानकर भाग्य अछि जो मानकर भाग्य अछि से माने भाग्य न थिला परि होन
ନଥିଲା ପରି ହୁଅନ୍ତୁ। ଆଉ ଯେଉଁମାନେ ରୋଦନ କରନ୍ତି ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ଏଟା ହୁଅନ୍ତୁ। ଟିକେ କଷ୍ଟକର ହବ ହଠାତ୍। ହଁ, ପୁଣି ଯେଉଁମାନେ ଆନନ୍ଦ କରନ୍ତି ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ। ଯେଉଁମାନେ କ୍ରୟ କରନ୍ତି ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ। ହଁ, ଆଉ କାରଣ ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ। ଜଗତର ଭୋଗ ଯଦି ଆପଣଙ୍କ ଆହ୍ୱାନରେ ଅଛି, ଏ ନିଷ୍ପତ୍ତିରେ ଚାଲିଯିବ, ନହେଲେ ରାସ୍ତା ନାହିଁ। ତଣ୍ଟିରେ ଲାଗିବ, ଲାଗିଗଲାଣି କେତେ ଜଣଙ୍କୁ ଲାଗିବ। ଭୋଗ ନ କଲା ପରେ ପ୍ରଭୁଙ୍କ ଧନ ସମ୍ପତ୍ତି ପ୍ରାଚୁର୍ଯ୍ୟରେ ପରମେଶ୍ୱରଙ୍କ ଦାସ ହେଇପାରିଛନ୍ତି। ଯେବେ ସେ ଆହ୍ୱାନ ଅଛି କିଛି ଅସୁବିଧା ନାହିଁ। କିନ୍ତୁ ଗୀତ ସଂହିତା 62:10 ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଗର୍ବି ହୁଅ ନାହିଁ। ଧନ ବଢିଲେ ତହିଁରେ ମନ ଦିଅ ନାହିଁ। ଯୀଶୁ କହିଲେ ତୁମେ ଧନ ଆହୁରି ପ୍ରଭୁ ଉଭୟଙ୍କର ଦାସ ହେଇପାରିବ ନାହିଁ ବୋଲେ ମତେ ଆମେ ଜୁବେଲରେ এই ନିଷ୍ପତ୍ତିରେ ଆମେ ଯିବାର ଅଛି। ମଣ୍ଡଳୀ ସ୍ପିରିଚୁଆଲ ଆଧ୍ୟାତ୍ମିକ ନିଷ୍ପତ୍ତିରେ ଯିବାକୁ ପଡିବ। ପ୍ରିୟ ଭାଇ ଭଉଣୀମାନେ, କୋଉଟା ଗ୍ରହଣ ଯୋଗ୍ୟ କୋଉଟା ଗ୍ରହଣ ଯୋଗ୍ୟ ନୁହେଁ, କୋଉଥିରେ ଆମେ ବିମୁଖ ହେବା କୋଉଟା ଆମେ ଗ୍ରହଣ କରିବା, ତାହା ନିଷ୍ପତ୍ତିରେ ପହଞ୍ଚିବା ଦରକାର। ଜୋବେଲ ଉତ୍ସବରେ ସେ କହିଲେ ଯେ ରୋଦନ କରୁଛି ଦୁଃଖରେ, ରୋଦନ ନ କରିବା ଲୋକ ଅଳ୍ପ ଦିନ ପରେ ତାର ଦୁଃଖ ଚାଲିଯିବ। ତାଡ଼ନାରେ ଯିଏ ହସୁଛି ଭୋଗରେ ନ ହସିଲା ଲୋକ ପରେ ହନ୍ତୁ। ଜାଗରତ ସବୁଦିନ ପାଇଁ କ୍ରନ୍ଦନ। ଯିଏ କ୍ରୟ କରୁଛି, ଏ ଜମି ମୋର, ସେ ଜମି ମୋର, ଏ ଧନ ମୋର, ସେ ଘର ମୋର, ଏହା ମୋର, ତାହା ମୋର, ଜାଗରତ ହଉ, କ୍ରୟକାରୀ ପରି ନ ହେଉ। ଭୋଗ କରିଛନ୍ତି ଆପଣ, ଯେତେବେଳେ ଚାହିଁଲେ ସେତେବେଳେ ଅର୍ଥ ବାହାର କରି ମୋଟା ଅର୍ଥ ଖର୍ଚ୍ଚ କରୁଛନ୍ତି। ସାବଧାନ, ଭୋଗ ନ କରିବା ଲୋକ ତାହେଲେ ତିଷ୍ଠି ପାରିବା ଆମେ ଏ ଭୟଙ୍କର ସମୟ ଭିତରେ। ଜୋବେଲ ପ୍ରଭୁ ଅଧିକାରରେ ଜୋବେଲର ଶେଷ ମହତ୍ଵ। ପ୍ରିୟ ଭାଇ ଭଉଣୀ, ଆପଣା ଅଧିକାରରେ ଠିଆ ହେବାର ଅଛି, ନହେଲେ କିଛି ଲାଭ ନାହିଁ। ଏଇଟା ଅଧିକାର ନୁହଁ, ଏଇଟା ଯାର ବି ଜଗାଇବି ଅମୁକ କରିବି ବୋଲି ଆଜ୍ଞା ଲେଖିଦେଲେ, ସେ ହଁ କରିଦେଲେ ପଳେଇ ଆସି କୁକୁର ଚେକେ ଲାଗିଯିବ, ଜୋତା ପିନ୍ଧି ମଦ ଉପରେ ସମସ୍ୟା ଜାଣିଛନ୍ତି। ଯେ ହେଲେ ବି ପଳେଇବେ, ଏଇଟା ଅଧିକାର ନାହିଁ, ସେଇଟା ଅଧିକାର। ଏଇଠି ଦୁରାଚାରୀ, ଦୁଷ୍ଟ, ଅପ୍ରେମ, ଅମିଳନ ସବୁ ଥିବା ଲୋକ ମଧ୍ୟ ଆସିପାରୁଛି। କିଛି ବାରଣ ନାହିଁ, ସେଠି କେବେ ହେଇପାରିବ ନାହିଁ। ଯୋଉଠି ବଳି ଉତ୍ସର୍ଗ କରାଯାଏ ନାହିଁ, ଏପରି ଆମର ଗୋଟିଏ ବେଦୀ ଅଛି। ସେଇ ଜାଗାରେ ଜୋବେଲ ପାଳନ କରିବା ପାଇଁ, ସେଇ ଜାଗାରେ ଆଧ୍ୟାତ୍ମିକ ତୁରୀ ବଜାଇବା ପାଇଁ, ସିଙ୍ଗା ଧ୍ୱନି କରିବା ପାଇଁ, ଉଚ୍ଚ ସ୍ୱର କରିବା ପାଇଁ ଯୀଶୁଙ୍କ ରକ୍ତରେ। କାରଣ ବହୁତ କଥା ଅଛି, ମଣ୍ଡଳୀ ଉପରେ ମୋର ବହୁତ ପ୍ରଶ୍ନ ଅଛି। ମୁଁ ପଚାରିଲେ ମତେ ହସି ଦେଉଛନ୍ତି, ଆପଣ ଆଉ କିଏ ନାହିଁ, ଆପଣ ନାହିଁ କି କିଏ ନାହିଁ, ସବୁ କିଏ ଜାଣିବ ନାହିଁ। ମୁଁ ନ ଜାଣିବାଟା ଦରକାର, ମୋ ଠାରୁ ଆପଣଙ୍କ ଦରକାର। ଏ ଯୋଗାଯୋଗ ଆଜିକାଲି ପୃଥିବୀରେ ନାହିଁ। ଆମେ ଯାହାର ବାଟେ ମୋତେ ଭୁଲ ଅଛି ବୋଲି ମୁଁ ଜାଣିବି କେମିତି?
गोटे प्रभु दास मान संगे आलोचना कले तो जानिबे तेणु आसनु एपरि आमर परम उल्लास ए उल्लास रे अन्य समय रे विपदग्रस्त हेबार चांस अछि किंतु सही उल्लास रे सही जबल रे केबे भी विपद नाही एबे जने परित्राण पाइछि कि आ ईश्वर अनुग्रह दान पाइछि अन्य समय दुर्बल है अनुग्रह दान तार चली जाई पारे यदि साउलर पथ अवलंबन करिबो चली जाई पारे किंतु एपरि प्रभुଙ୍କ पिला जे हम हेबा दरकार जबेल रे ए भली मंडली हेबा दरकार आम मंडली रे कोनसी कूट कपट्यता न थाउ आम मंडली रे कोनसी प्रतिशोध मनोभाव न थाउ मंडली रे दुर्नीति न थाउ अधर्म संपत्ति ये हूँ जब प्रभु कहले जगतर धन अधर्म धन रे लिखाई को तर्जमा रे किंतु जगतर धन रे मित्र लाभ जब क्या प्रभु देइछन्ते किछि मित्र लाभ कर को मित्र लाभ पाइप लोगरे संगात मुआ लिया धर कि जिबे संगात बंद होई बस दाऊद जनातन ए संग ए मित्र आमे जबेल पालन रे प्रभु लोक मानक संगे मित्र लाभ करू जम जो प्रभु लोक बाट जानी छी मो से ताको मो गोडरे मत पड़ी लोकों को बाट बना करी देले जगतर संपत्ति जब भोग कर भोग न कला कारण समय कम तार भाव को प्रकाश करे भाई भण माने जे बोली गोटे शस्य छाड़िबो नाही आ गोटे शस्य खाइबो आप लाइफ रे जुबेल रे दुई प्रकार विषय वस्तु थाउ केड़े बड़ अन्याय लाभ को हमें देखबा हबनी चलो आसीपारे तेणु बाइबल कहूची जोटा पवित्र आत्मा कहउछंती जोटा आपन को लाइफ को क्रिएट करबा पई स्पिरिचुअली प्रस्तुत करबा पई जेबे सपोर्ट आसुची ग्रहण करंदो जेबे विपक्ष आसुची ग्रहण दरकार आसन जबेल प्रभु यीशु ख्रीष्टन गठारे पालन करबा से मुक्ति घोषणा करिसंती जगतर मोह माया केबे भी बांधी परिबो नाही बाबू कहते नरकर बल पराजय नहीं मंडली भाव जो माने समिष्टि मध्य गोटे गाँव लोक गोटे मंडली बोली कहा जाए बाहिक भाव में रमिया मंडली करती मंडली किंतु विश्व मंडली रे मु धरी नहीं पारि रक्त रेखित लोक मैंने ही से मंडली रे गणना चकी पवित्र आत्मा मुद्रांकित लोक मैंने ही ग्रहण योग्य आसंत प्रिय भाई बहन माने प्रभंग दिन सन्निकटरे सब परित्याग करी जहाँ जहाँ घृण्य जहाँ जहाँ अनाध्यात्मिक से सब वर्तमान तो त्याग करने को आरंभ करो करी प्रभु यीशु ख्रीष्टन गठन जगह समर्पण से ही मोहल्लास दिन
ଯେପରି ସମୁଦାୟ ପୃଥିବୀର ଆନନ୍ଦ ଦିନରେ ତମେ କ'ଣ କାହାର ମନେ ଅଛି ଆଜ୍ଞା? ସମୁଦାୟ ପୃଥିବୀର ଆନନ୍ଦ ଦିନରେ ତୁମେ କ'ଣ କରିବ? କି ବୁଦ୍ଧି କରିବ? କାହାକୁ ଦୁଃଖ ସରେଇବ? ସମୁଦାୟ ପୃଥିବୀକୁ ସେ ପୁନର୍ବାର ତାଙ୍କ ଲୋକମାନଙ୍କୁ ଆନନ୍ଦ ଦେବା ପାଇଁ ସୁସମାଚାର ଜହନ ଷୋହଳ ପର୍ବର 16-22ରେ ଯୋଉ ଦେବତା ଆସୁଛନ୍ତି ସେ ଆନନ୍ଦ ଦିନରେ ଆମେ କ'ଣ କରିବା? ଯଦି ପ୍ରଭୁ ଚାହୁଁନଥିବା ଆମେ ଗ୍ରହଣ କରିଛୁ, ଆମେ ଚାହୁଁଛୁ ପ୍ରଭୁ ଘୃଣା କରିବା ବିଷୟକୁ ଯଦି ଆମେ ଭଲ ପାଇ ଯାଉ, ସେତେବେଳେ ସମସ୍ୟା ହେବ। ଭାଇ ଭଉଣୀ ମାନେ, ପୁଅ ଝିଅ ମାନେ, ପ୍ରଭୁଙ୍କର ସେମାନେ ପ୍ରଭୁରେ ଯଦି ରହିବା, ଯୋଉଟା ବାରଣ କରିବା କଥା ଯେତେବେଳେ ସେ ବାରଣ କରିବା ଇଚ୍ଛା ଦରକାର ନାହିଁ। ଯୋଉଟା ଗ୍ରହଣ କରିବାର ଇଚ୍ଛା ସେ ହିଁ ଦେବେ, ଏଟା ଗ୍ରହଣ କଲେ କିଛି ଅସୁବିଧା ନାହିଁ। ଏ ଅନୁସାରେ ଆମେ କେତେଟା ଗ୍ରହଣ କରୁ, କେତେଟା ଗ୍ରହଣ କରୁ। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା ଆଖି ବନ୍ଦ। सर्वशक्तिमान प्रभु, तुम गौरव नाम धन्य प्रभु। तुम्हें जो प्रकार भाव आम मुक्ति कर कौन सी बंधन आयत कर कारण तुम आम मुक्ति करता। तुम्हें जुआड़ी जोत को भांगी पकड़ सीधा चलने को देच प्रभु। तुमर मंडली को तुम रक्त रखित समस्त भाई भौणी मान दासदासी मान तुम्हें प्रकृत शक्तियुक्त कर समर्पित जीवन यापन कर दया अनुग्रह उपस्थित समस्त भाई भौणी मान आशीर्वाद कर। स्थानीय मंडली को आशीर्वाद कर। प्रभु जी संग्राम प्रार्थना करें।